ଆପଣ ନିଜେ ଦେଖୁଛନ୍ତି ପ୍ରତିକୂଳ ପରିସ୍ଥିତିରେ ବି ବର୍ଷା ହେଉଥିଲେ ବି ଯଦି ଏତିକି କର୍ମୀ ସମାବେଶ ହେଇପାରେ ଏବଂ ସେଥିପାଇଁ ମଧ୍ୟ ବି ଖାଲି ଯେ ସଭା ହେଇছে ତା ନୁହେଁ। ଆପଣ ନିଜେ ଦେଖିଲେ ପ୍ରାୟ 1.5 କିଲୋମିଟର 2 କିଲୋମିଟର ପର୍ଯ୍ୟନ୍ତ ଆମର ପ୍ରସେସନ୍ ବା ରାଲି ଆସିଥିଲା। ସବୁ ବର୍ଗର ମାଠୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ସମସ୍ତେ ସେଥିରେ ଯୋଗ ଦେଇଥିଲେ। ଇଏ ପ୍ରମାଣ କରୁଛି ଯେ ସେମାନେ ନବୀନ ବାବୁକୁ କେତେ ଭଲ ପାଉଛନ୍ତି ଏବଂ ନବୀନ ବାବୁଙ୍କର ଯେଉଁ ନିର୍ବାଚନ ଇସ୍ତାହାର ପ୍ରତି ତାଙ୍କର କେତେ ବିଶ୍ୱାସ ଓ ସମର୍ଥନ ଅଛି। ତେଣୁ ଇଏ ପଞ୍ଚାୟତର କେଦାରପୁର ପଞ୍ଚାୟତ ଇଏ ପଞ୍ଚାୟତଟି ମଧ୍ୟ ଯେତେବେଳେ ବିଜୁ ବାବୁ ମୁଖ୍ୟମନ୍ତ୍ରୀ ହେଇଥିଲେ ସେତେବେଳେ ଇଏ ନୂଆ ପଞ୍ଚାୟତ ଗଠନ ହେଇଥିଲା। ଏ ପଞ୍ଚାୟତ ନେତୃତ୍ୱ ସେ ସମୟରେ ମଧ୍ୟ ମାନବାବୁ ସଭାପତି ଥିଲେ। ଜିତବାବୁ ଆମର ଜିତେନ୍ଦ୍ର ଘଡ଼ି ସିଏ ମଧ୍ୟ ଯୋଗେନ୍ଦ୍ର ଘଡ଼ି ସିଏ ମଧ୍ୟ ସରପଞ୍ଚ ହେଇଥିଲେ। ତାଙ୍କରି ସମୟରେ ଏ ପଞ୍ଚାୟତ ଯାହା ପରିସ୍ଥିତି ଥିଲା ଆଜି ସେ ପରିସ୍ଥିତିର ଯଥେଷ୍ଟ ପରିବର୍ତ୍ତନ ହେଇଛି। ଚାଲିକି ଆସିଲା ବେଳେ ମଧ୍ୟ କାଦୁଅ, ସେତେବେଳେ ମଧ୍ୟ ବାତ୍ୟା ମଧ୍ୟ ବିଭୀଷିକା, ଏଠି ମଧ୍ୟ ପଞ୍ଚାୟତ ମଧ୍ୟ ଏଫେକ୍ଟେଡ଼ ହେଇଥିଲା। ଯଦିଓ 3ଟି ପଞ୍ଚାୟତର ସେ ଗାଁ ବିଶେଷ ଭାବରେ କ୍ଷୟକ୍ଷତି ହେଇଥିଲା, କିନ୍ତୁ ବିଜୁବାବୁ ସେ ସମୟରେ ମଧ୍ୟ ଇଏ କ୍ଷୟକ୍ଷତିକୁ ବହନ କରିବା ପାଇଁ ନିଜେ ମଧ୍ୟ ଏ ଅଞ୍ଚଳ ପରିଦର୍ଶନ କରିଥିଲେ। ଆଜି ନବୀନ ବାବୁ ମଧ୍ୟ କିଭଳି ଭାବରେ ପ୍ରାକୃତିକ ବିପର୍ଯ୍ୟୟରୁ ଭଦ୍ରକକୁ ରକ୍ଷା କରାଯାଇପାରିବ, ଓଡ଼ିଶାକୁ ରକ୍ଷା କରାଯାଇପାରିବ, ସେଥିପାଇଁ ସ୍ଥାୟୀ କାର୍ଯ୍ୟକ୍ରମ ନେବା ସହିତ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ପରାମର୍ଶ ଦେଇଥିଲେ ଯେ ଯେହେତୁ ଆମେ ଗୋଟେ ବାତ୍ୟା ବନ୍ୟା ପ୍ରପୀଡ଼ିତ ଅଞ୍ଚଳ, ପ୍ରାକୃତିକ ବିପର୍ଯ୍ୟୟ ଅଞ୍ଚଳ, ଆର ଗୋଟେ ସ୍ଥାୟୀ ପ୍ରତିକାର କରାଯାଉ। ତା ନହେଲେ ବହୁ ଅର୍ଥ ବର୍ବାଦ ହେଉଛି। ଗରିବ ଲୋକମାନେ ଯିଏ ଅଛନ୍ତି ଘରଦ୍ୱାର ତାଙ୍କ ନଷ୍ଟ ହେଉଛି, ରାସ୍ତାଘାଟ ନଷ୍ଟ ହେଉଛି। ଅନେକ ସମୟରେ ବିଜୁଳି ଖୁଣ୍ଟରେ ପଡ଼ିକି ଅନେକ ଲୋକ କ୍ଷୟକ୍ଷତି ହେଉଛନ୍ତି, ମୃତ୍ୟୁବରଣ କରୁଛନ୍ତି। ଆକୁ ଯଦି ଆମେ ନ ଦେଖିବା ତାହେଲେ ଆମର ଶାସନ ବ୍ୟବସ୍ଥା ଠିକ୍ ଅଛି ବୋଲି ଲୋକ ଧରିବେ ନାହିଁ। ତେଣୁ ଦେଖାଗଲା ଯେ କେନ୍ଦ୍ର ସରକାର ନବୀନ ବାବୁଙ୍କ କଥାକୁ ଯେଭଳି ଗୁରୁତ୍ୱ ଦେବା କଥା ଦେଲେ ନାହିଁ। ବାରମ୍ବାର ଲେଖିଲା ସତ୍ତ୍ୱେ ବି ହେଲା ନାହିଁ। ଆଜି ନବୀନ ବାବୁ ନିଜ ପାଣ୍ଠିରୁ ଆଜି ସ୍ଥାୟୀ ପ୍ରତିକାର କରିବା ପାଇଁ ପ୍ରାକୃତିକ ବିପର୍ଯ୍ୟୟର ବିଭିନ୍ନ ପଦକ୍ଷେପ ନେଉଛନ୍ତି, ଯାହାଫଳରେ ପ୍ରାକୃତିକ ବିପର୍ଯ୍ୟୟକୁ ରକ୍ଷା କରିବା ପାଇଁ ଆମ ରାଜ୍ୟକୁ ଆମ ଅଞ୍ଚଳକୁ ଆଜି ସମଗ୍ର ବିଶ୍ୱରେ ନବୀନ ବାବୁ ଏକ ପରିଚିତ ନାମ ହେଇଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟକୁ କିଭଳି ପରିଚାଳନା କରାଯାଏ। ଏବଂ ତା ସହିତ ଆଗରୁ ଆମର ପରିଚୟ ଥିଲା ଭୋକର ଭୂଗୋଳ କହିଲେ କ'ଣକୁ ବୁଝାଏ? ଓଡ଼ିଶା, ଯେଉଁଠିକି ପିଲା ବିକ୍ରି ହେଉଥିଲା କଂଗ୍ରେସ ସରକାର ବେଳେ, କିନ୍ତୁ ଆଜି ସେ ପରିସ୍ଥିତି ନାହିଁ। ଆଜି ଆମେ ବଳକା ରାଜ୍ୟ ଖାଦ୍ୟରେ, ଆମ ରାଜ୍ୟରୁ ମଧ୍ୟ ଯେଉଁ ରାଜ୍ୟରେ ଖାଦ୍ୟାଭାବ ଘଟୁଛି ଆଜି ନବୀନ ବାବୁ ସେ ରାଜ୍ୟକୁ ଖାଦ୍ୟ ମଧ୍ୟ ଦେଉଛନ୍ତି। ଆମ ଭିତରେ ଆମେ ଚାହୁଁ ଦେଶ ଭଲ ରହୁ, ଆମେ କିନ୍ତୁ କେବେ ଚାହିଁନୁ ଖାଲି ଆମେ ଭଲ ରହିବା ପାଇଁ। ନବୀନ ବାବୁଙ୍କର ଏ ଦୂରଦୃଷ୍ଟି ମାନବିକତା ଅନ୍ୟ କେଉଁ ନେତା ପାଖରେ ନାହିଁ। ଆଜି ମା ମାନେ ଯେଉଁମାନେ କି ସମାଜର ସବୁଚାଇ ହେଉଛନ୍ତି ଶକ୍ତି, ବଡ଼ ଶକ୍ତି, ତାକୁ ଚିହ୍ନି ପାରିନଥିଲେ ଯେଉଁ କଂଗ୍ରେସ ସରକାର ଥିଲା ଗୁଡ଼ାଏ ଦିନ। କେବଳ ତାକୁ ଚିହ୍ନିଲେ ବିଜୁବାବୁ ଚିହ୍ନି ସାରିଲା ପରେ ନବୀନ ବାବୁ ସେଇ ଅନୁସାରେ କାର୍ଯ୍ୟ କରୁଛନ୍ତି। ଆଜି ମା ଏକ ଶକ୍ତି ରୂପେ ଉଭା ହେଇଛି। ଆଜି ସେମାନେ ମା ମାନେ ଆଜି ସମାଜକୁ ପରିଚାଳନା କରୁଛନ୍ତି। ଖାଲି ସାମାନ୍ୟ ଗୃହିଣୀ ନୁହନ୍ତି, ଆଜି ସେମାନେ ସ୍ୱାବଲମ୍ବୀ ଏବଂ ଆତ୍ମନିର୍ଭରଶୀଳ ହେବା ସହିତ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ଦେଶ ବିଦେଶରେ ମଧ୍ୟ ସୃଷ୍ଟି ହୋଇପାରିଛି, ଯାହା ଅନ୍ୟମାନେ କରିପାରୁନଥିଲେ ଆଜି ମା ମାନେ ତା କରିପାରୁଛନ୍ତି। ଆଜି ନବୀନ ବାବୁଙ୍କର ମୂଳ ଉଦ୍ଦେଶ୍ୟ ହେଲା ସାମଗ୍ରିକ ବିକାଶ କରିବାକୁ ହେଲେ ସବୁ ବର୍ଗର ସବୁ ଅଞ୍ଚଳର ବିକାଶ ହେବା ଉଚିତ। ସେଥିପାଇଁ ଯେଉଁ 24ଟି ବର୍ତ୍ତମାନ ଆପଣ ନିଜେ ଜାଣିଥିବେ ଯେଉଁ ନିର୍ବାଚନ ଇସ୍ତାହାରରେ ଯେଉଁ ବର୍ଣ୍ଣିତ ହେଇଛି, ସିଏ ଖାଲି କାଗଜ କଲମ ନୁହେଁ, ସେଗୁଡ଼ିକ ଅକ୍ଷର ଅକ୍ଷରେ କାର୍ଯ୍ୟକାରୀ ହେବ। ଜୁଲାଇ ମାସଠୁ ଆଉ ବିଜୁଳି ବତି ଯେଉଁ 100 ୟୁନିଟ୍ ଜାଳିବେ ଆଉ ତାଙ୍କୁ ପଇସା ଦେବାକୁ ପଡ଼ିବ ନାହିଁ। 10 ଲକ୍ଷ ବାସଗୃହ ଯେଉଁମାନେ ବାସହୀନ ଲୋକ ଅଛନ୍ତି, ଯେଉଁମାନଙ୍କୁ ବାରମ୍ବାର ଆମେ ନବୀନ ବାବୁ ଅନୁରୋଧ କଲା ପରେ କେନ୍ଦ୍ର ଦେଲା ନାହିଁ, 10 ଲକ୍ଷ ବର୍ତ୍ତମାନ ବାସଗୃହ ନବୀନ ବାବୁ ନିଜେ ଓଡ଼ିଶା ସରକାର ହିସାବରେ କରିବେ। ଏବଂ ସବୁଠୁ ବଡ଼ କଥା ହେଲା ନବୀନ ବାବୁ एकमात्र व्यक्ति ओडिशा पाई चिंता करछंती, ओडिशा पाई लड़ाई करछंती एवं तांकु केबी से केमिति सेथुरु क्षमता को जिबे
ସେଥିପାଇଁ ଦେଶର ପ୍ରଧାନମନ୍ତ୍ରୀ ନିଜେ ବାରମ୍ବାର ଏଠିକି ଆସୁଛନ୍ତି, ତାଙ୍କ ଟିମ୍ ବି ଆସୁଛି, ସବୁ କ୍ୟାବିନେଟ୍ ଟୋଟାଲ କ୍ୟାବିନେଟ୍ ଆପଣ ଦେଖିବେ ଓଡ଼ିଶାରେ ବୁଲୁଛନ୍ତି। ଯେତେବେଳେ ଓଡ଼ିଶାରେ ବିପଦ ପଡ଼ୁଥିଲା, ବନ୍ୟା ବାତ୍ୟା ହେଉଥିଲା, ସେ ମନ୍ତ୍ରୀମାନଙ୍କ ଦେଖା ନଥିଲା କି ପ୍ରଧାନମନ୍ତ୍ରୀ ମଧ୍ୟ ଆସୁନଥିଲେ, କିନ୍ତୁ ନିର୍ବାଚନ ଅଛି ବୋଲି ଆସୁଛନ୍ତି, କହୁଛନ୍ତି ଯେ ନବୀନ ପଟ୍ଟନାୟକ ହଟାଅ। ଯେତେବେଳେ ପ୍ରଧାନମନ୍ତ୍ରୀ କହୁଛନ୍ତି ନବୀନ ପଟ୍ଟନାୟକ ହଟାଅ, ଏଇଠି ଆପଣ ଦେଖିଲେ ମା ମାନେ କହିଲେ ନବୀନ ପଟ୍ଟନାୟକକୁ ଡକାଅ। ତେଣୁ ନବୀନ ପଟ୍ଟନାୟକ ଏଠି ଯଦି ନରେନ୍ଦ୍ର ମୋଦି ଆସିକି ବି କହିବେ ମୁଁ ବି ମୁଖ୍ୟମନ୍ତ୍ରୀ ହେବାକୁ ଚାହେଁ, ଲୋକ ମା ମାନେ ନରେନ୍ଦ୍ର ମୋଦିଜୀଙ୍କୁ ପ୍ରଧାନମନ୍ତ୍ରୀ ଯେ ମୁଖ୍ୟମନ୍ତ୍ରୀ ହେବାକୁ ଦେବେ ନାହିଁ, ନବୀନ ପଟ୍ଟନାୟକକୁ ଗ୍ରହଣ କରିବେ। କାରଣ 24 ବର୍ଷ ଭିତରେ ମାଆଙ୍କର ଯେଉଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଆଜି ବିଶ୍ୱରେ ମା ମାନଙ୍କୁ ପହଞ୍ଚେଇଛି, ସେ ତାକୁ କେବେ ଛାଡ଼ିପାରିବେ ନାହିଁ। ତେଣୁ ଆଗାମୀ ଦିନ ଯେଉଁ ନିର୍ବାଚନ ଆସୁଛି, ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ, କେହି ତାକୁ ରୋକିପାରିବେ ନାହିଁ। ଯେଉଁ ଅସତ୍ୟ କଥା କହୁଛନ୍ତି 10 ତାରିଖ ଦିନ, ସେମାନେ ବିଜେପି କାଳେ ସରକାର ଗଢ଼ିବ ଆଉ ବିଜେଡ଼ି ରହିବ ନାହିଁ, ସେ ଆପଣ ଦେଖିବେ 9 ତାରିଖ ଦିନ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନେଇସାରିଲା ପରେ ଆଉ ପ୍ରଧାନମନ୍ତ୍ରୀ କି ତାଙ୍କ ମନ୍ତ୍ରୀ ଆଉ ଏଇ ଓଡ଼ିଶାରେ ନଥିବେ, ସେ ଓଡ଼ିଶା ବାହାରେ ଥିବେ, ତାଙ୍କୁ ଆପଣ ପାଇବେ ନାହିଁ କି ସମ୍ବାଦପତ୍ରରେ ସମ୍ବାଦ ବି ବାହାରିବ ନାହିଁ। ମୁଁ ଆଶା କରେ ସତ୍ୟ ସମ୍ବାଦ ପରିବେଷଣ କରି ଆପଣମାନେ ଯେଉଁ ଗଣତନ୍ତ୍ରକୁ ବଞ୍ଚେଇଛନ୍ତି, ପ୍ରକୃତ ଆପଣ ମଧ୍ୟ ତଥ୍ୟ ଦେବା ଉଚିତ ଯେ ସଭା ସମିତି ହେଲା ପରେ ଯେ ଓଡ଼ିଶାବାସୀ ଭଦ୍ରକବାସୀ କାହାକୁ ଚାହୁଁଛନ୍ତି, ନବୀନ ପଟ୍ଟନାୟକ ଚାହୁଁଛନ୍ତି, ବିଜୁ ଜନତା ଦଳକୁ ଚାହୁଁଛନ୍ତି କି ଅନ୍ୟ ଦଳକୁ ଚାହୁଁଛନ୍ତି। ଆମେ କେବେ କହିବୁ ନାହିଁ ଯେ ଆମକୁ ତମେ ଭୋଟ ଦିଅ, ଆମେ କହୁଛୁ ଆପଣ ଆମକୁ ଆଶୀର୍ବାଦ କରନ୍ତୁ।